ଭଲ ପ୍ରଶ୍ନଟେ କରିଛନ୍ତି। ମୁଁ ଶ୍ରୀ ଦେବବ୍ରତ ପାଣିଗ୍ରାହୀ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ମହାସଂଘ ରାଜ୍ୟ ସଂଘର ବାଲେଶ୍ୱର ଜିଲ୍ଲା ଶାଖାର ହେଉଛି ସାଧାରଣ ସମ୍ପାଦକ। ମୋର ସଭାପତି ଅଛନ୍ତି ଅପର୍ଣ୍ଣା ମହାପାତ୍ର ମହୋଦୟା। ଆଜି ଗୋଟେ କମିଟି ଗଠନ ହେଇଛି। ଗଠନ ମାନେ ସେଟା ଚୟନ କରାଯାଇଛି, ଯୋଉଥିରେ କି କଞ୍ଜମଣି ବାବୁ ଅଛନ୍ତି, ଭବେଶ ବାବୁ ଅଛନ୍ତି, ମିତାଞ୍ଜଳି ବାବୁ ଅଛନ୍ତି। ତା ସଙ୍ଗେ ସଙ୍ଗେ ଆମର ମନୋଜ ବିଶ୍ୱାଳ ଯିଏ କାମ କରୁଛନ୍ତି ଦକ୍ଷତା ସମ୍ପନ୍ନ ସାମ୍ବାଦିକ କହିଲେ ଅତ୍ୟୁକ୍ତି ହବ ନାହିଁ। ଏତ ସମସ୍ତ ଅନେକ କରାଯାଇଛି। 15 ଜଣ ରଖାଯାଇଛି କାର୍ଯ୍ୟକାରୀ କମିଟିରେ, ଆଉ 12 ଜଣ ଅଛନ୍ତି କର୍ମକର୍ତ୍ତାରେ। ଏ ସମସ୍ତେ ରହିକି ଗୋଟେ ସାମ୍ବାଦିକ ସଂଗଠନ ଚୟନ କରାଯାଇଛି। ସେଇ ସାମ୍ବାଦିକ ସଂଗଠନ ଚୟନକୁ ଆମର ଆଜି ଯିଏକି ରାଷ୍ଟ୍ରୀୟ ଅଧ୍ୟକ୍ଷ ପୀତବାସ ମିଶ୍ର ମହୋଦୟ ସେ ଆଜି ଆସିଥିଲେ। ଆଜି ଦୁଇଟି କାମ ତାଙ୍କ ଦ୍ୱାରା ହେଇଛି। ପ୍ରଥମଟି ହେଉଛି ଭବେଶ ମହାପାତ୍ର, ଏ ମହେଶ ମହାପାତ୍ର ମହୋଦୟ ଯିଏକି ତାଙ୍କର ଗୋଟିଏ ଘର ଆମର ଏ କାର୍ଯ୍ୟାଳୟ ହେବା ପାଇଁ ଦେଇଛନ୍ତି, ଯାହାଫଳରେ ସେଇ କାର୍ଯ୍ୟାଳୟ ଗୃହଟି ଆଗେ ଉଦ୍ଘାଟନ ହୋଇଛି। ତାପରେ ଏଠି ଜିଲ୍ଲା ସ୍ତରୀୟ ସମ୍ମିଳନୀ ଗଠନ ଆୟୋଜନ କରାଯାଇଥିଲା। ସେଥିରେ ପୀତବାସ ମିଶ୍ର ମହୋଦୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏବଂ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କଥା, ଭୁବନେଶ୍ୱର ଯୋଉ ସଭାପତି ଅଛନ୍ତି ସିଏ ଆସିଥିଲେ, ଖୋର୍ଦ୍ଧାର ଯିଏ ସଭାପତି ସିଏ ଆସିଥିଲେ, କଟକର ଯିଏ ନେତୃମଣ୍ଡଳୀ ସେମାନେ ଆସିଥିଲେ, ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏରିଆରୁ ଆନନ୍ଦପୁର ଆଉ କେନ୍ଦୁଝରରୁ ମଧ୍ୟ 2 ଜଣ ଆସିଥିଲେ। ଏଠିକି ସମସ୍ତେ ଆଜି ଏକତ୍ରିତ ହୋଇକି ଆମେ ଚୟନ କରିଛୁ। ଆମର ମୁଖ୍ୟତଃ ରହିବ କାମ ସାମ୍ବାଦିକ ମାନେ କର୍ମକ୍ଷେତ୍ରରେ ଯେଉଁମାନେ ତୃଣମୂଳ ସ୍ତରରେ ରହୁଛନ୍ତି, ମାଡ଼ ଖାଉଛନ୍ତି, ନିଷ୍ପେଷିତ ହେଉଛନ୍ତି, ନିର୍ଯାତିତ ହେଉଛନ୍ତି, ତାଙ୍କର କ୍ୟାମେରା ଭାଙ୍ଗି ଦିଆଯାଉଛି, ସବ ଘଟଣା ଲୋକଲୋଚନକୁ ଆଣିଲା ପରେ ସେମାନେ ଆକ୍ରୋଶର ଶିକାର ହେଉଛନ୍ତି। ଖୁବ୍ ଶୀଘ୍ର ଆମର ଏଇ କମିଟି ଭୁବନେଶ୍ୱର ଯିବ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ, ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିବ ପଶୁ ପକ୍ଷୀ ଗଣନା ଯେମିତି ହେଉଛି ସାମ୍ବାଦିକଙ୍କୁ ଗଣନା କରିକି ତାଙ୍କର ଯୋଉ ବୀମା ପଲିସି କରିଛନ୍ତି ତାକୁ ବୃଦ୍ଧି କରାଯାଉ, ବାପା ମାଙ୍କୁ ସେଥିରେ ନିଯୁକ୍ତ କରାଯାଉ। ତ ସଙ୍ଗେ ସଙ୍ଗେ ଆମେ ଏକ ହେଇକି ଲଢିବୁ। ଆମେ ସବୁବେଳେ କହୁଛୁ ସବୁ ସାମ୍ବାଦିକ ଭାଇମାନେ ଆମର ଏକ, କିନ୍ତୁ ଆମ ଭିତରେ ମନାନ୍ତର ମତାନ୍ତର ରହୁଛି, ଯୋଉଥିପାଇଁ ଭାଗ ଭାଗ ହେଇଯାଉଛି। ଭାଗ ଭାଗ ହେଇଯିବା ଫଳରେ ସରକାର ଆମ କଥାଟାକୁ ଗୁରୁତ୍ୱ ଦଉନାହାନ୍ତି। ତଥାପି ସରକାର ଏଇ ଯୋଉ ମୋହନ ସରକାର ଆସିଛନ୍ତି ସେ କହୁଛନ୍ତି ନା ମୁଁ ଆକୁ ବସିକି ଆଲୋଚନା ମାଧ୍ୟମରେ ଗୋଟେ କିଛି କରିମି, ସାମ୍ବାଦିକ ମାନଙ୍କ ପାଇଁ ନିଶ୍ଚିତ କରିମି, କାରଣ ସେମାନେ ହେଉଛନ୍ତି ମୁଖପାତ୍ର, ଯିଏକି ଆମ ରାଜ୍ୟ ସରକାରଙ୍କର ଯୋଉ ସବୁ ସମ୍ବାଦ ଗୁଡ଼ିକ ସଂଗ୍ରହ ହଉଛି, ଯାହା ସବୁ କାର୍ଯ୍ୟକାରିତା ହଉଛି, ତାକୁ ସେମାନେ ଲୋକଲୋଚନକୁ ଆଣୁଛନ୍ତି ଏବଂ ଆଦୃତ କରୁଛନ୍ତି। ସେଇଥିପାଇଁ ମୋ ସଂଘର ସାଧାରଣ ସମ୍ପାଦକ ହିସାବରେ ସମସ୍ତଙ୍କୁ କହୁଛି, ଯୋଉମାନେ ଚାହୁଁଛନ୍ତି ଏ ସଂଘକୁ ଆସିବା ପାଇଁ ସେମାନେ ଦରଖାସ୍ତ ମାଧ୍ୟମରେ ଆସିପାରିବେ। ଆଙ୍କ ପାଇଁ ଏ ଦ୍ୱାର ଖୋଲା, ଏ ସଂଘର କାର୍ଯ୍ୟାଳୟ ଖୋଲା। ସବୁବେଳେ ଯେତେବେଳେ ଆସିବେ ଆମ ସହିତ ଯୋଗାଯୋଗ କରିକି କଥାବାର୍ତ୍ତା କରିକି କାମ କରିବେ। ସାମ୍ବାଦିକ ମାନେ ସୁରକ୍ଷା ପାଇଁ ତାଙ୍କର ଆମେ ଲଢ଼େଇ କରିବୁ, ଏଇଟା ହଉଛି ଆମର ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ। ହେଲା ପ୍ରଥମ କଥା ହେଲା ଏଇ ଯୋଉ ବୀମା ସରକାର କରିଛନ୍ତି ତା ଦେହରେ ପ୍ରଥମେ ବାପା ମାଙ୍କର ବୀମା ଥିଲା, କିନ୍ତୁ ଏବେ ସରକାର 2 ବର୍ଷ ହେଲା ବାପା ମାଙ୍କର ବୀମାକୁ କାଟି ଦେଇକି ସ୍ତ୍ରୀ ଛୁଆଙ୍କୁ ଦେବା ପାଇଁ କରିଛନ୍ତି। ସେଥିପାଇଁ ମଧ୍ୟ ଏଠି ଅସନ୍ତୋଷ ପ୍ରକାଶ ପାଇଛି। ଦ୍ୱିତୀୟ କଥା ହେଲା ଏକ୍ରିଡେସନ କମିଟି କୁ ଆଜି ପର୍ଯ୍ୟନ୍ତ ଦୀର୍ଘ 15 ବର୍ଷ ହେଲା ବନ୍ଦ କରିକି ପକେଇଛନ୍ତି, କାରଣ କୋର୍ଟରେ କେସ୍ ଚାଲିଛି। ତେଣୁ ତାକୁ କେମିତି ଏକ୍ରିଡେସନ ନ ପାଇବା ଯୋଗୁଁ ପୁରୁଣା ଯୋଉମାନେ ଥିଲେ ସେମାନେ ଚାଲିଗଲା ପରେ ମଧ୍ୟ ସେମାନେ ସବୁ ପ୍ରକାର ସୁବିଧା ପାଉଛନ୍ତି, କିନ୍ତୁ ଅନ୍ୟମାନେ ଯୋଉମାନେ ନୂଆ ଆସିଛନ୍ତି ସେମାନେ ସମସ୍ତ ସୁବିଧାରୁ ବଞ୍ଚିତ ହେଉଛନ୍ତି। ତୃତୀୟ ଜିନିଷ ହେଲା ସାମ୍ବାଦିକ ମାନଙ୍କର ପେନସନ ଲାଗୁ ପାଇଁ ମଧ୍ୟ ଚେଷ୍ଟା କରାଯାଉଛି ଏବଂ ଲେଖିକି ଦିଆଯାଉଛି। ତେଣୁ ସେମାନଙ୍କୁ ସେ ବିଷୟରେ ମଧ୍ୟ ଚେଷ୍ଟା କରାଯିବ। ଆଜି ଆପଣ ଦାୟିତ୍ୱ ନେଲେ ବାଲେଶ୍ୱର ଜିଲ୍ଲାର ସଭାପତି ଭାବେ, ଆପଣଙ୍କୁ ମାନେ ବିଧିବଦ୍ଧ ଭାବେ ଦାୟିତ୍ୱ ଦିଆଯିବ। କଣ ପ୍ରାଥମିକତା ରହିବ ଏବଂ ସାମ୍ବାଦିକ ପାଇଁ ପ୍ରଥମ କଣ ଆପଣ ଯୋଜନା ରଖିଛନ୍ତି? ସାମ୍ବାଦିକ ମାନଙ୍କର ସୁରକ୍ଷା ପ୍ରତି ଆମେ ଯୋଜନା ରଖିଛୁ, କେମିତି ସୁରକ୍ଷା ଦିଆଯିବ ଦଳ ମତ ନିର୍ବିଶେଷରେ। ଆମେ କେବଳ ଯେ ଆମ ସଂଗଠନ ଲୋକଙ୍କୁ ସାହାଯ୍ୟ କରିବୁ ବା ଅନ୍ୟ ସଂଗଠନକୁ ସାହାଯ୍ୟ ନ କରିବୁ ସେଭଳି। ଦ୍ୱିତୀୟ ବିଷୟ ଅଛି ସାହାଯ୍ୟ ସହଯୋଗ, କିଏ ଡାକ୍ତରଖାନାରେ ପଡ଼ିଲେ ବା କିଛି ଆମେ ବୃକ୍ଷରୋପଣ ବା ସାମାଜିକ କାର୍ଯ୍ୟକ୍ରମ ଆମେ କରିବା ପାଇଁ ଆମର ବୈଠକରେ ନିଷ୍ପତ୍ତି ହେଇଛି ଏବଂ ଆମେ ଏକତାବଦ୍ଧ ହୋଇ କାମ କରିବୁ। କାହାରି କଥାରେ ଆମେ ଭାସିଯିବୁନି ଏବଂ ସବୁ ସାମ୍ବାଦିକ ମାନଙ୍କ ପାଇଁ ଉନ୍ନତି ପାଇଁ ଆମେ ଚେଷ୍ଟା କରିବୁ। ଏଇଟା ହଉଛି ଆମର ମୋଟୋ ରହିଲା ଆଜିକାର।